ସ୍ଥାନୀୟ ଇନ୍ଦିରା ଭବନ ପୁରୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ପୁରୀ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ପୂର୍ବତନ ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ ସମ୍ବୋଧିତ କରିଥିଲେ। ବିଶେଷତଃ ତିନୋଟି ବିଷୟ ଉପରେ ସେ ଆଲୋକପାତ କରିଥିଲେ। ପ୍ରଥମତଃ ସେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ନାମ ଏବଂ ସମ୍ପୂର୍ଣ୍ଣ ରୂପରେଖ ପରିବର୍ତ୍ତନକୁ ନିନ୍ଦା କରିଥିଲେ। ସେ କହିଥିଲେ, ସ୍ପଷ୍ଟ ଦିବାଲୋକରେ ମନରେଗା ଆଇନର ହତ୍ୟା। ସେ ଆହୁରି ମଧ୍ୟ କହିଥିଲେ, ଭିବିଜି ରାମଜୀ ଆଇନ ହେଉଛି କୋଟି କୋଟି ଶ୍ରମିକଙ୍କ ଅଧିକାର ଉପରେ ଡକାୟତି। ମେହନତି ଲୋକଙ୍କର ପେଟରେ ଲାତ ଏବଂ ଗରିବମାନଙ୍କର କାମ ମାଗିବାର ଅଧିକାରକୁ ଛଡ଼ାଇ ନିଆଯାଇଛି। ଏସସି, ଏସଟି, ଓବିସି ସମାଜର ମନରେଗା ଶ୍ରମିକମାନଙ୍କୁ ସାମାଜିକ ନ୍ୟାୟରୁ ବଞ୍ଚିତ କରିବାର ଚକ୍ରାନ୍ତ। ଏହା ନାଥୁରାମ ଗଡସେଙ୍କ ଅନୁଗାମୀମାନଙ୍କ ଦ୍ୱାରା ଗାନ୍ଧୀଙ୍କ ଗ୍ରାମୀଣ ଭାରତ ଦର୍ଶନକୁ ଧ୍ୱଂସ କରିବାର ଏକ ଷଡ଼ଯନ୍ତ୍ର, ଯାହାକି ଶ୍ରମିକ ଏବଂ କୃଷକମାନଙ୍କ ମଧ୍ୟରେ ବିଭେଦତା ସୃଷ୍ଟି କରୁଛି। ଏବଂ ଟାଟା ପାୱାରର ନିୟମିତ ଜୁଲମ ବିରୋଧରେ ଆଲୋକପାତ କରିଥିଲେ ଏବଂ ତାହା ସହିତ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଭିନ୍ନ ବିଦ୍ୟୁତ୍ ରିହାତି ସମ୍ପର୍କରେ ଏକ ତୁଳନାତ୍ମକ ବିବରଣୀ ପ୍ରକାଶ କରିଥିଲେ। ତା ସହିତ ରାଜ୍ୟ ସରକାରଙ୍କ ଟାଟା ପାୱାର ସହିତ ଥିବା ମଧୁଚନ୍ଦ୍ରିକା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ରାଜ୍ୟ ସରକାରଙ୍କ ନିକଟରେ 300 ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଣ ଓ ଟାଟା ପାୱାରର ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ୍ ପ୍ରତ୍ୟାହାର କରିବା ନିମନ୍ତେ ଦାବି ରଖିଥିଲେ। ଶେଷରେ ଧାନମଣ୍ଡି ଗୁଡ଼ିକ ଉପରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସଭାରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ର ସଭାପତିତ୍ୱ କରିଥିଲେ। ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ବିଶ୍ୱନାଥ ଦାସ, ବିଦ୍ୟୁତଲତା ଆଚାର୍ଯ୍ୟ, ସୁକାନ୍ତ କୁମାର ପ୍ରଧାନ, ସ୍ୱାଧୀନ କୁମାର ପଣ୍ଡା, ନିର୍ମଳ ସାମନ୍ତରାୟ, କାଳୀପ୍ରସାଦ ନାୟକ, ଆଶୁତୋଷ ମିଶ୍ର, ଦୁର୍ଗା ପ୍ରସାଦ ସାମନ୍ତରାୟ, ଉମାକାନ୍ତ ବେହେରା, ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଏ ଯେଉଁ ସାମ୍ବାଦିକ ସମ୍ବନ୍ଧରେ ଆହୁତ କରାଯାଇଛି, ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ସାରା ଭାରତ ବର୍ଷରେ 1 ମାସ ଧରି ଏକ ମାନେ ମନରେଗା ଯେଉଁ ଆମର ଯେଉଁ ଯୋଜନା ଥିଲା, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ତାର ନାମ ପରିବର୍ତ୍ତନ କରାଯାଇଛି ଏବଂ ତାର ରୂପରେଖ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରାଯାଇଛି, ଯେଉଁଟାକି ସମ୍ପୂର୍ଣ୍ଣ ଭାବରେ ଗରିବ ବିରୋଧୀ ଏବଂ ଶ୍ରମିକ ବିରୋଧୀ। ସେ ବିଷୟରେ ଆମେ ଏକ ତୁଳନାତ୍ମକ ତା ବିଷୟରେ ଆମେ ଗୋଟେ ବିଷୟବସ୍ତୁ ରଖିଛୁ ଜନସାଧାରଣଙ୍କ ପାଖରେ, ଯେ ପୂର୍ବରୁ ଆର ରୂପରେଖ କ'ଣ ଥିଲା, ବର୍ତ୍ତମାନ କଲେ କ'ଣ ଶ୍ରମିକମାନେ କୋଉ ପ୍ରକାର ଇଏ କରିବେ, ସେଇଟା ବର୍ତ୍ତମାନ ସେଇଟା ହେଉଛି ବିଷୟବସ୍ତୁ ରହିଛି। ତାକୁ ସେ ବିଷୟରେ ଆଜିର ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଏ ଏବଂ ତା ସହିତ ଓଡ଼ିଶାର ଦୁଇଟି ପ୍ରମୁଖ ଜିନିଷ, ଯୋଉଟା ହେଉଛି ଆପଣଙ୍କର ଧାନ ମଣ୍ଡିର ସମସ୍ୟା ଏବଂ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ଟାଟା ପାୱାର ଯେଉଁ ଜୁଲମ, ତା ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ ଆହୁତ କରାଯାଇଛି ଏବଂ ଏ ବିଷୟବସ୍ତୁ ଧରିକି 1 ମାସ ଧରିକିରି ସାରା ଓଡ଼ିଶାରେ ପ୍ରତି ପଞ୍ଚାୟତ ସ୍ତରରେ, ପ୍ରତି ବୁଥ ସ୍ତରରେ ଆନ୍ଦୋଳନ ଆମର କଂଗ୍ରେସ ତରଫରୁ ନିଆଯିବ। ପୁରୀରୁ କ୍ୟାମେରାମ୍ୟାନ୍ ଦିବ୍ୟରଞ୍ଜନ ବିଷୋୟୀଙ୍କ ସହ ସୁଜିତ ମହାପାତ୍ରଙ୍କ ରିପୋର୍ଟ।